ଭିଜିଲାନ୍ସ ଜାଲରେ ଥାନା ବାବୁ 2 ଲକ୍ଷ ଟଙ୍କା ନେଇ ନିଜ ପୈତୃକ ଘରକୁ ଯିବା ବେଳେ ଭିଜିଲାନ୍ସ ମାଡ଼ି ବସିଛି ଥାନା ବାବୁଙ୍କୁ। କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଥାନା ଅଧିକାରୀ ହେଉଛନ୍ତି ସୁଶାନ୍ତ କୁମାର ଶତପଥୀ। ଏକ ଘରୋଇ ବସ୍ରେ କଟକ ନିଜ ଘରକୁ ଗଲାବେଳେ ଜୟପୁର ସ୍ଥିତ ଟାଙ୍କୁଆ ନିକଟରେ ମାଡ଼ି ବସିଲା ଜୟପୁର ଭିଜିଲାନ୍ସ ଟିମ୍। ବସ୍ରେ ପଇସା ଧରି ଯାଉଥିବା ବେଳେ ତାଙ୍କ ନିକଟରୁ 2 ଲକ୍ଷ ନଗଦ ଟଙ୍କା ଜବତ କରିଛି ଭିଜିଲାନ୍ସ ବିଭାଗ। ତେବେ ଏତେ ଟଙ୍କା ସେ କୋଉଠୁ ଆଣିଲେ ଏବଂ କୁଆଡ଼େ ନେଇକି ଯାଉଥିଲେ ତାହା ବର୍ତ୍ତମାନ ସନ୍ଦେହଧରରେ। ଏନେଇ ଥାନା ଅଧିକାରୀଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ଜୟପୁର ଭିଜିଲାନ୍ସ ଟିମ୍। ସେପଟେ ଗତ 2 ଦିନ ତଳେ ନବରଙ୍ଗପୁର ଅବକାରୀ ଅଧୀକ୍ଷକ ଗଙ୍ଗାଧର ପାଇକରାୟ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ମଧ୍ୟ ହୋଇ ଜେଲ୍ ଯାଇଥିଲେ। ଆଉ ଏବେ ଥାନା ବାବୁଙ୍କୁ ଧରି ତଦନ୍ତ କରୁଛି ଭିଜିଲାନ୍ସ। ଜୟପୁରରୁ ମନୋଜ ଦାସଙ୍କ ରିପୋର୍ଟ, ରିପୋର୍ଟର୍ସ ଟୁଡେ।